ଏହି ଭିଡ଼ିଓରେ ଆମେ ଚକ୍ରବୃଦ୍ଧି ସୁଧ ବିଷୟରେ ଜାଣିବା। ଦେଖ, ଚକ୍ରବୃଦ୍ଧି ସୁଧ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଆମକୁ ସରଳ ସୁଧ ବିଷୟରେ ଜାଣିବାକୁ ହେବ। ଆମେ ସରଳ ସୁଧ ଆଗରୁ ଜାଣିଛେ। ସରଳ ସୁଧରେ କ'ଣ ହୁଏ, ଆମେ ଗୋଟେ ଉଦାହରଣ ନେଇ ବୁଝିବା। ଧରିନିଅ ମୂଳଧନ ହେଉଛି 1000 ଟଙ୍କା, ଧରିନିଅ ସୁଧ ହାର ହେଉଛି 10% ଏବଂ ସମୟ ହେଉଛି 3 ବର୍ଷ। ଏବେ ପିଲାମାନେ ଧରିନିଅ ତୁମେ 1000 ଟଙ୍କା ବ୍ୟାଙ୍କରେ ରଖିଲ, ଯେଉଁ ଗୋଟେ ହେଲା ମୂଳଧନ, ଏବଂ ବ୍ୟାଙ୍କ ତୁମକୁ ସୁଧ ହାର ଦେଲା କେତେ, 10% ଏବଂ 3 ବର୍ଷ ପାଇଁ ତୁମେ ବ୍ୟାଙ୍କରେ ରଖିଲ। 3 ବର୍ଷ ପରେ ତୁମେ କେତେ ଟଙ୍କା ପାଇବ ତାହା ଆମେ ଏବେ ହିସାବ କରିବା ସରଳ ସୁଧ ପ୍ରକ୍ରିୟାରେ। ପ୍ରଥମେ ତୁମ ପାଖରେ ମୂଳଧନ ଥିଲା 1000 ଟଙ୍କା। ଏବେ ପ୍ରଥମ ବର୍ଷରେ ସୁଧ ହାର ଲାଗିଲା 10% ଏବଂ ତୁମକୁ ସୁଧ କେତେ ମିଳିବ, 1000ର 10%। 1000ର 10% କେତେ ହେବ, 1000 ଗୁଣନ 10 ବିଭକ୍ତ 100 କେତେ ହେବ, ସୁଧ ମିଳିଲା ଏଠି 100 ଟଙ୍କା। ତେଣୁ ପ୍ରଥମ ବର୍ଷ ପରେ ତୁମର ମୂଳଧନ ରହିଲା 1000 ଟଙ୍କା ଏବଂ ସୁଧ ରହିଲା 100 ଟଙ୍କା। ସୁଧ ଲେଖୁଛି ଏଠି 100 ଟଙ୍କା। ଏବେ ଦ୍ୱିତୀୟ ବର୍ଷ ଆମେ ହିସାବ କରିବା। ତେଣୁ ଆଉ ଗୋଟେ ବର୍ଷ ପରେ, ତେଣୁ ମୁଁ ଲେଖୁଛି ଆଉ ଏକ ବର୍ଷ 10% ସୁଧ ହାର। ଏବେ ଦେଖ, ମୂଳଧନ ସେଇ 1000 ଟଙ୍କା ଅଛି, ତେଣୁ 1000ର 10% ସେଇ 100 ଟଙ୍କା ହେବ ତୁମର ସୁଧ। ତେଣୁ ମୂଳଧନ ହେବ 1000 ଟଙ୍କା ଏବଂ ସୁଧ ମିଳିବ ତୁମକୁ ଆଉ 100 ଟଙ୍କା। ଏବେ ଆମେ ସମୟ ନେଇଛେ 3 ବର୍ଷ, ତେଣୁ ଆଉ ଗୋଟେ ବର୍ଷ ପରେ କେତେ ହେବ ଦେଖିବା। ତେଣୁ ମୁଁ ଆଉ ଗୋଟେ ବର୍ଷ ନେବି, ସୁଧ ହାର 10%। ତୃତୀୟ ବର୍ଷରେ ବି ମୂଳଧନ ଯେହେତୁ 1000 ଟଙ୍କା ଅଛି, ତେଣୁ 1000ର 10%, ଯେଉଁ ଗୋଟେ କି 100 ଟଙ୍କା। ତେଣୁ ମୂଳଧନ ରହିବ 1000 ଟଙ୍କା ଏବଂ ସୁଧ ମିଳିବ ତୁମକୁ 100 ଟଙ୍କା। ତେଣୁ 3 ବର୍ଷ ଶେଷରେ ତୁମକୁ କେତେ ସୁଧ ମିଳିଲା, 100 ଟଙ୍କା 100 ଟଙ୍କା 100 ଟଙ୍କା ମିଶାଇଲେ କେତେ ହେଉଛି 300 ଟଙ୍କା। 300 ଟଙ୍କା ତୁମକୁ ସୁଧ ମିଳିଲା। ତେଣୁ ସମୂଳ ସୁଧ କେତେ ହେଲା, ଆମେ ଜାଣିଛେ ସମୂଳ ସୁଧ ହେବ ମୂଳଧନ ଯୁକ୍ତ ସୁଧ। ମୂଳଧନ ଆମର କେତେ ଅଛି, 1000 ଟଙ୍କା ଅଛି, 1000 ଟଙ୍କା ଯୁକ୍ତ ସୁଧ 300 ଟଙ୍କା 300। ତେଣୁ ସମୂଳ ସୁଧ କେତେ ହେଲା, 1300 ଟଙ୍କା। 3 ବର୍ଷ ଶେଷରେ ତୁମେ ଯେତେବେଳେ ବ୍ୟାଙ୍କ ଯିବ, ବ୍ୟାଙ୍କ ତୁମକୁ 1300 ଟଙ୍କା ଦେବ। 1000 ଟଙ୍କା ତୁମ ମୂଳଧନ ଦେବ ଏବଂ 300 ଟଙ୍କା ତୁମ ସୁଧ ତୁମକୁ ଦେବ। ଏବେ ଆମେ ଚକ୍ରବୃଦ୍ଧି ସୁଧ ବିଷୟରେ ଜାଣିବା। ଦେଖ, ଚକ୍ରବୃଦ୍ଧି ସୁଧରେ କ'ଣ ହେବ, ସବୁ ବର୍ଷ ଶେଷରେ ଯେଉଁ ସୁଧ ତୁମକୁ ମିଳିବ ସେହି ସୁଧ ତୁମ ମୂଳଧନରେ ମିଶିଯିବ ଏବଂ ତୁମ ମୂଳଧନ ବଦଳିଯିବ। ବୁଝିପାରୁଛ? ଦେଖ, ପ୍ରଥମ ବର୍ଷରେ ସରଳ ସୁଧରେ ଦେଖ ଏଠି ମୂଳଧନ ସେଇ 1000 ଟଙ୍କା ଥିଲା। ଦ୍ୱିତୀୟ ବର୍ଷ ଶେଷରେ ବି ମୂଳଧନ 1000 ଟଙ୍କା ଅଛି। ତୃତୀୟ ବର୍ଷ ଶେଷରେ ବି 1000 ଟଙ୍କା ଅଛି। କିନ୍ତୁ ଚକ୍ରବୃଦ୍ଧି ସୁଧରେ କ'ଣ ହେବ, ଦେଖ, ପ୍ରଥମେ ଆମେ 1000 ଟଙ୍କା ନେବା। ପ୍ରଥମ ବର୍ଷରେ 10% ସୁଧ ହାରରେ କେତେ ହେବ, 1000ର 10% 100 ଟଙ୍କା। ତେଣୁ ତୁମକୁ ସୁଧ ମିଳିବ 100 ଟଙ୍କା। ସୁଧ ମିଳିଲା ତୁମକୁ 100 ଟଙ୍କା। କିନ୍ତୁ ଏଠି ମୂଳଧନ ଆଉ 1000 ଟଙ୍କା ରହିବ ନାହିଁ। ମୂଳଧନ ଏଇ ସୁଧ ତୁମର ମିଶିଯିବ। 1000ରେ 100 ମିଶାଇବ, କେତେ ହେଲା 1100 ଟଙ୍କା। ତେଣୁ ମୂଳଧନ ହେବ 1000 ଯୁକ୍ତ 100 କେତେ ହେଲା 1100 ଟଙ୍କା। ଏବେ ପୁଣି ଆମେ ଆଉ ଗୋଟେ ବର୍ଷ ପାଇଁ ସୁଧ ହିସାବ କରିବା। ଏବେ ଆଉ ଗୋଟେ ବର୍ଷ ପାଇଁ ସୁଧ ହିସାବ କରିବା ପାଇଁ ଦେଖ, ଏଠି ମୂଳଧନ ଆଉ 1000 ଟଙ୍କା ନାହିଁ। ମୂଳଧନ କ'ଣ ବଦଳି ଯାଇଛି 1100 ଟଙ୍କା। ଏବେ 1100 ଟଙ୍କାର ଆମେ 10% ବାହାର କରିବା। 1100 ଟଙ୍କାର 10% କେତେ ହେଉଛି 110 ଟଙ୍କା। ତେଣୁ ଦ୍ୱିତୀୟ ବର୍ଷ ଶେଷରେ ତୁମକୁ ସୁଧ ମିଳୁଛି 110 ଟଙ୍କା ଏବଂ ତୁମର ମୂଳଧନ କେତେ ହେବ, 1100 ଟଙ୍କା ଥିଲା, ଏବେ 110 ଟଙ୍କା ମିଶିଯିବ। 1100ରେ 110 ମିଶାଇଲେ କେତେ ହେବ, 1210 ଟଙ୍କା। ତେଣୁ ତୁମର ମୂଳଧନ ଏବେ ହେଇଯିବ 1210 ଟଙ୍କା। ଏବେ ଆମେ ଆଉ ଗୋଟେ ବର୍ଷ ପାଇଁ ହିସାବ କରିବା। 3 ବର୍ଷ ପାଇଁ ଆଉ ଗୋଟେ ବର୍ଷ ନେଲେ 10% ସୁଧ ହାର। ଏବେ ମୂଳଧନ କେତେ ରହିଲା, 1210। ତେଣୁ 1210ର 10% କେତେ ହେବ, 121 ଟଙ୍କା। ତେଣୁ ଏବେ ତୃତୀୟ ବର୍ଷ ଶେଷରେ ତୁମର ସୁଧ ମିଳିଲା କେତେ, 121 ଟଙ୍କା ଏବଂ ତୁମର ମୂଳଧନ କେତେ ହେଇଯିବ, 1210 ଏବଂ 121 ମିଶିଯିବ। 1210ରେ 121 ମିଶାଇବା 1331 ଟଙ୍କା। ତେଣୁ ପିଲାମାନେ ଦେଖ, ସରଳ ସୁଧରେ ତୁମକୁ 3 ବର୍ଷ ଶେଷରେ ସୁଧ ମିଳୁଥିଲା 300 ଟଙ୍କା। ଏଠି ତୁମକୁ ସୁଧ କେତେ ଟଙ୍କା ମିଳିଛି ଦେଖ, 100 110 121 ଏବଂ ତିନୋଟି ଯାକ ମିଶାଇଲେ କେତେ ହେବ, 100 110 121 331 ଟଙ୍କା। ତେଣୁ ଦେଖ 31 ଟଙ୍କା ଆମକୁ ଏଠି ଅଧିକା ମିଳିଛି। ବୁଝିପାରୁଛ? ଏବଂ ସମୂଳ ସୁଧ ବି କେତେ ହେବ, ମୂଳଧନ ଯୁକ୍ତ ସୁଧ
এবং দেখ এটি ସମୂଳ ସୁଧ ହେବ କେତେ 1331 ଟଙ୍କା। এই ଯେଉଁ 1331 ଟଙ୍କା ହେଇଛି ଇଏ କ'ଣ ସୁଧ ମିଶି ଯାଇଛି ତୁମ ମୂଳଧନରେ, ବୁଝିପାରୁଛ? ତେଣୁ ସରଳ ସୁଧ ଏବଂ ଚକ୍ରବୃଦ୍ଧି ସୁଧ ଭିତରେ ଅନ୍ତର ହେଉଛି ସରଳ ସୁଧରେ ମୂଳଧନ ବଦଳେ ନାହିଁ ଏବଂ ଚକ୍ରବୃଦ୍ଧି ସୁଧରେ ସବୁ ବର୍ଷ ଶେଷରେ ତୁମର ମୂଳଧନ ସହ ସୁଧ ମିଶିଯିବ ଏବଂ ତୁମର ମୂଳଧନ ବଦଳିଯିବ।